ମୋ ସିନ୍ଦୁରର ଅଧିକାର ସିରିଏଲର ଏକ ନୂଆ ଓ ଦମଦାର ଏପିସୋଡ ବିଷୟରେ। ଏହି ଏପିସୋଡରେ ଦର୍ଶକମାନେ ଦେଖିବାକୁ ପାଇଲେ ଯେ ଏକ ବଡ଼ ଟୁଇଷ୍ଟ। ସମସ୍ତେ ଯେଉଁ ଝିଅକୁ ମୁକ୍ତି ବୋଲି ଭାବୁଥିଲେ ସେ ହଠାତ୍ ସମସ୍ତଙ୍କ ସାମ୍ନାରେ ଏକ ଚମତ୍କାର କଥା କହିଦେଲା। ସେ କହିଲା, ମୁଁ ମୁକ୍ତି ନୁହେଁ, ମୁଁ ହେଉଛି ଅମ୍ବିକା। ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଘରର ସମସ୍ତ ଲୋକ ଏବଂ ଆଦି ମଧ୍ୟ ବୁଝି ପାରୁନଥିଲେ ଯେ ଏହା ସତ୍ୟ କି ନୁହେଁ। ତାପରେ କାହାଣୀରେ ଆଉ ଏକ ନୂଆ ଡ୍ରାମା ଆସିଲା। ଅମ୍ବିକା ଚୌଧୁରୀ ସମସ୍ତଙ୍କ ସାମ୍ନାରେ କହିଦେଲେ ଯେ ଆଦିକୁ ନତାଶାକୁ ସହିତ ବିବାହ କରିବାକୁ ପଡ଼ିବ। ଏହି କଥା ଶୁଣି ଘରର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲା। କାରଣ ଆଦିର ଜୀବନରେ ମୁକ୍ତି ଅମ୍ବିକାର ଭୂମିକା ବହୁତ ବଡ଼। ଏବେ ପ୍ରଶ୍ନ ହେଉଛି, ସତରେ କି ଆଦି ନତାଶାକୁ ବିବାହ କରିବେ? ମୁକ୍ତି କାହିଁକି କହିଲେ ଯେ ଅମ୍ବିକା? ଏହା ପଛରେ କ'ଣ ଗୁପ୍ତ ରହସ୍ୟ ଲୁଚିଛି? ଆସନ୍ତା ଏପିସୋଡରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିବ। ସେଥିପାଇଁ ମୋ ସିନ୍ଦୁରର ଅଧିକାର ସିରିଏଲ ଆଉ ବେଶୀ ଇଣ୍ଟରେଷ୍ଟିଂ ହେବାକୁ ଯାଉଛି। ଦର୍ଶକମାନେ ମଧ୍ୟ ଏହି ନୂଆ ଟ୍ୱିଷ୍ଟକୁ ନେଇ ବହୁତ ଏକ୍ସାଇଟମେଣ୍ଟ ଅଛନ୍ତି। କମେଣ୍ଟରେ ଅନେକେ ଲେଖିଛନ୍ତି ଯେ ଏହି କାହାଣୀ ଆଗକୁ କେମିତି ଘୂରିବ ଦେଖିବାକୁ ସେମାନେ ବହୁତ ଆଗ୍ରହୀ। ଆପଣମାନେ ମଧ୍ୟ କମେଣ୍ଟ କରି କହନ୍ତୁ ଆପଣଙ୍କ ମତରେ ଆଦି କାହାକୁ ବିବାହ କରିବେ, ନତାଶା କି ମୁକ୍ତି କି ଅମ୍ବିକା?